যে এতে সারা কাম ভিতরে বে গেলি কো মতে হসপিটাল নেকি আসে পাই পড়িଥିଲା ସବୁଦିନ পরে সকাল সকাল মু জলদি উঠি পড়িଥିଲି তুম কামরে আজ তৃতীয় দিন ଥିଲା সেটা মু জলদি টিকে পড়ি আসଥିଲି ଆଉ আজ সে ভাই ବି ମୋ ସହିତ জলদি জলদি আসিକି পৌঁছ ଯାଇଥିଲେ তুই ୟାଙ୍କ ଘରେ ଆଉ ଗୋଟେ ଦିନ ମାତ୍ର କାମ ହବ ସେଥିପାଇଁ ଆମେ ଜଲଦି କାମ ସାରିବା ପାଇଁ ଚେଷ୍ଟା କରୁଥିଲୁ ଏତିକି ଭିତରେ ମୁଁ ବି ରେଡି ହେଇକି କାମରେ ଲାଗି ଯାଇଥିଲି ଗଲେ 2 ଦିନ ହେଲାଣି ମୁଁ କାମ ଟିକେ ଶିଖି ଯାଇଥିଲି ସେଇଥିପାଇଁ କି ଆଜି କାମକୁ ଆସିଥିଲେ ପୁରା ଫୁଲ କନଫିଡେନ୍ସ ନେଇକି ଏତେ କନଫିଡେନ୍ସ ନେଇକି ଆସିନେ ହବ କିସ ପ୍ରୋବ୍ଲେମ ତ ପିଛା ଛାଡୁନି ଦେଖୁନାନ୍ତି କାମରୁ ସିଧା ମତେ ଘରକୁ ଆସିବା ପାଇଁ ପଡିଲା କି ନା ଗେଲି ମତେ କଲ୍ କରି କହିଲା କି ଚାଲ ଟିକେ ଆଜି ହସ୍ପିଟାଲ ଯିବା ଯେହେତୁ ହସ୍ପିଟାଲ ମତେ 11ଟା ପୂର୍ବରୁ ପହଞ୍ଚିବାର ଥିଲା ସେଥିପାଇଁ ମୁଁ ଟିକେ ଜଲଦି ରେଡି ହେଇଯାଇଥିଲି ଗୋଟେ ମୁଁ କାମରୁ ଆସିଲା ବେଳକୁ ଗେଲି ବି ରେଡି ହେଇଯାଇଥିଲା ଆଉ ସେଇଥିପାଇଁ କି ଆମେ 2 ଜଣ ଯାକ ଲେଟ୍ ନ କରିକି ବାହାରି ପଡିଥିଲୁ ହସ୍ପିଟାଲ ଏମିତି କି ଆଜି ହସ୍ପିଟାଲ କୁ ଆସିବାର ମାନେ ଗେଲି ଆଜି ଗୋଟେ ଭ୍ୟାକ୍ସିନ ନବ ଏଇ ଭିତରେ ଆମେ ଆସିକି ହସ୍ପିଟାଲ ବି ପହଞ୍ଚି ଯାଇଥିଲୁ ଯେହେତୁ 11ଟା ହବା ପାଇଁ ମାତ୍ର କିଛି ସମୟ ବାକି ଥିଲା ସେଇଥିପାଇଁ ଆମେ ଲେଟ୍ ନ କରି 2 ଜଣ ଯାକ ହସ୍ପିଟାଲ ଭିତରକୁ ପଶି ଯାଇଥିଲୁ ଭ୍ୟାକ୍ସିନ ନେଇସାରିବା ପରେ ସିଧା ବାହାରକୁ ପଳେଇ ଆସିଥିଲୁ ଏମିତି କି 2ଟା ଯାକ ଇଞ୍ଜେକ୍ସନ 2ଟା ଯାକ ଡେଣାରେ ଦିଆଯାଇଥିଲା ଭ୍ୟାକ୍ସିନ ଦେଲା ପରେ ତା ହାତକୁ ଟିକେ କଷ୍ଟ ହଉଥିଲା ହେଲେ ବି ସେ ହସି ଦେଉଥିଲା କହିଲେ ଦେଖି ସାଙ୍ଗମାନେ ଗେଲି ଆଜି କୋଉ ଭ୍ୟାକ୍ସିନ ନବା ପାଇଁ ଆସିଥିଲା ଚାଲନ୍ତୁ ଆଜି ପାଇଁ ତ ରହିଲେ କାଲି ପୁଣି ନେକ୍ସଟ ଭିଡିଓରେ ଆପଣଙ୍କୁ ସବୁ କଥା କହିବି ଆଜି ପାଇଁ ରହିଲେ ଜୟ ଜଗନ୍ନାଥ।